ଆପଣମାନଙ୍କୁ ସ୍ୱାଗତ SN ଜବ୍ 36। ଆଜି ଆମେ ବିଭକ୍ତି ବିଷୟରେ ଡିସ୍କସନ୍ କରିବା ପୂର୍ବରୁ ମୋ ଛୋଟିଆ ରିକ୍ୱେଷ୍ଟ, ଆପଣମାନେ ଯଦି ପ୍ରଥମ କରି ଭିଜିଟ୍ କରିଛନ୍ତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଯାହାଫଳରେ ଆପଣଙ୍କୁ ପ୍ରଥମେ ନୋଟିଫିକେସନ୍ ପହଞ୍ଚିବ। ଶବ୍ଦ ବାକ୍ୟରେ ବ୍ୟବହୃତ ହେଲେ ତାକୁ ପଦ କହନ୍ତି। ଶବ୍ଦ ବାକ୍ୟରେ ବ୍ୟବହୃତ ହେଲେ ତାକୁ ପଦ କହନ୍ତି। ବାକ୍ୟରେ ଥିବା ପଦମାନଙ୍କ ଭିତରୁ କେତେକ ପଦରେ କିଛି ଚିହ୍ନ, ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟି ଲାଗିଥାଏ। ସେହି ଚିହ୍ନରୁ ପଦର ବଚନ ସଂଖ୍ୟା ଓ କାରକ ସମ୍ବନ୍ଧରେ ଧାରଣା ମିଳେ। ଯଥା ଫଳ ଗୁଡ଼ିକ ଗଛରୁ ମାଟିରେ ପଡ଼ିଲା। ଏଠାରେ ଫଳ ସହିତ ଗୁଡ଼ିକ, ଗଛ ସହିତ ରୁ ଓ ମାଟି ସହିତ ରେ ଚିହ୍ନ ବା ବର୍ଣ୍ଣ ମିଶି ରହିଛି। ଏଗୁଡ଼ିକୁ ଚିହ୍ନ ବା ବର୍ଣ୍ଣ ମିଶି ରହିଛି। ଗୁଡ଼ିକ ଯୋଗରେ ଫଳ ପଦଟି ବହୁବଚନ କର୍ତ୍ତାକାରକ ହୋଇଛି। ରୁ ଯୋଗରେ ଗଛ ପଦଟି ଏକବଚନ ଅପାଦାନ କାରକ ହୋଇଛି ଓ ରେ ଯୋଗରେ ମାଟି ପଦଟି ଏକବଚନ ଅଧିକରଣ କାରକ ହୋଇଛି। ଏଥିରୁ ଜାଣିଲେ ଯେଉଁ ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟି ଚିହ୍ନ ଦ୍ୱାରା ବାକ୍ୟସ୍ଥ ପଦର ବଚନ ସଂଖ୍ୟା ଓ କାରକ ଚିହ୍ନ ହୁଏ, ତାକୁ ବିଭକ୍ତି କୁହାଯାଏ। ବିଭକ୍ତି 7 ପ୍ରକାର। କ୍ଲିୟର? ବିଭକ୍ତି 7 ପ୍ରକାର। କ'ଣ କ'ଣ? ପ୍ରଥମା, ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ। ଏକବଚନ, ବହୁବଚନ। ପ୍ରଥମ ଏକବଚନରେ ଟି, ଟାଟେ, ଟାଏ, ଟିଏ। ଆପଣମାନେ এই 7ଟି ବିଭକ୍ତିକୁ ମନେ ରଖନ୍ତୁ, ନହେଲେ ବିଭକ୍ତି କରିହେବ ନାହିଁ। ଆପଣମାନେ ଲେଖି ନିଅନ୍ତୁ, ନହେଲେ ସ୍କ୍ରିନଶଟ୍ କରନ୍ତୁ। ଏହାକୁ ନିହାତି ଭାବରେ ମନେ ରଖନ୍ତୁ। ବିଭକ୍ତିର 50ଟି କ୍ୱେଶ୍ଚିନ୍ ଡିସ୍କସନ୍ କରିବା। ନମ୍ବର 1, ଫୁଲରୁ ଫଳ ହୁଏ। ରେଖାଙ୍କିତ ପଦଟି କେଉଁ କାରକ? ଅପସନ୍ ଗ, ପଞ୍ଚମୀ କାରକ। ପଞ୍ଚମୀ କ'ଣ? ଅପଦାନ କାରକ। କୌଣସି ବସ୍ତୁ ଅନ୍ୟ ବସ୍ତୁ ଠାରୁ ବିଚ୍ଛିନ୍ନ ହେବା। ଫଳରୁ ଫଳ ହୁଏ। ନମ୍ବର 2, ନାରାୟଣ ଗଜକୁ ଗ୍ରାହକ ବଳରୁ ତ୍ରାଣ କରିଥିଲେ। ରେଖାଙ୍କିତ ପଦଟି କେଉଁ କାରକ? ଅପସନ୍ ଘ ହେବ, ରକ୍ଷାତକ। ନମ୍ବର 3, କାଲେ କାଲେ ଭାରତ ପୃଥିବୀକୁ ଜ୍ଞାନ ବିତରଣ କରି ଆସିଛି। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ ହେବ ସପ୍ତମୀ। ସପ୍ତମୀ କ'ଣ? ଅପସନ୍ କ ହେବ ସପ୍ତମୀ। ନମ୍ବର 4, ମୋତେ ସବୁ ଜଣାଅଛି। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ କ ହେବ ପ୍ରଥମ ବିଭକ୍ତି। ନମ୍ବର 5, କୁସୁମ ପରଶରେ ପଟ ନିସ୍ତରେ। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ସପ୍ତମୀ ବିଭକ୍ତି। ନମ୍ବର 6, ଉଇର ସେନ ସନ୍ତରଣରେ ପଟୁ। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ ଗ ହେବ ସପ୍ତମୀ।
ନମ୍ବର 7 କର୍ତ୍ତା କାରକର କେଉଁ ବିଭକ୍ତି ହୁଏ? ପ୍ରଥମ ବିଭକ୍ତି ହୁଏ। ଅପସନ୍ କ। ନମ୍ବର 8 ଭାରତର ରାଷ୍ଟ୍ରପତି ଦିଲ୍ଲୀରେ ରହନ୍ତି। ରେଖାଙ୍କିତ ପଦଟି କେଉଁ କାରକ? ଅପସନ୍ ଘ ଷଷ୍ଠୀ। ନମ୍ବର 9 7 ଦିନର ଛୁଟି। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ ଖ ଷଷ୍ଠୀ। ନମ୍ବର 10 ମୋ କର୍ମକୁ ଏଇ ଫଳ ମିଳିଲା। ରେଖାଙ୍କିତ ପଦଟି ବିଭକ୍ତି ନିର୍ଣ୍ଣୟ କର। ଦ୍ୱିତୀୟ। ଦ୍ୱିତୀୟ ହେଉଛି କର୍ମକାରକ ହୁଏ। ନମ୍ବର 11 ରୋଗୀକୁ ଔଷଧ ଦିଅ। ରେଖାଙ୍କିତ ପଦଟି କେଉଁ କାରକ? ଅପସନ୍ ଖ ଚତୁର୍ଥୀ। ଚତୁର୍ଥୀ ହେଉଛି ସମ୍ପ୍ରଦାନ କାରକ। ତ ରୋଗୀକୁ ଔଷଧ ଦିଅ। ଯଦି କୌଣସି ଜିନିଷ କାହାକୁ ସମ୍ପୂର୍ଣ୍ଣ ଭାବରେ ଆମେ ଦାନ କରାଯାଏ। ଅପସନ୍ 12 କ୍ୱେଶ୍ଚିନ୍ ନମ୍ବର 12 ପିଆଜ କିଲୋକୁ 20 ଟଙ୍କା। ରେଖାଙ୍କିତ ପଦଟି କେଉଁ କାରକ? ଦ୍ୱିତୀୟ। ଦ୍ୱିତୀୟ ହେଉଛି କର୍ମକାରକ। ନମ୍ବର 13 ତାଙ୍କ ଦୋଷରୁ ଏହା ଘଟିଲା। ଦୋଷରୁ ରେଖାଙ୍କିତ ଶବ୍ଦଟି କେଉଁ ବିଭକ୍ତି? ପଞ୍ଚମୀ ବିଭକ୍ତି। ଅପସନ୍ ଘ ହେବ। ଅପଦାନ କାରକ କୌଣସି ବସ୍ତୁ ଅନ୍ୟ ବସ୍ତୁ ଠାରୁ ବିଚ୍ଛିନ୍ନ ହୁଏ। ନମ୍ବର 14 ଶ୍ରମିକମାନେ କାମରୁ ବିରତି ହେଲେଣି। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ପଞ୍ଚମୀ। ଅପସନ୍ ଗ। ନମ୍ବର 15 ସିଂହ ହାତୀଠାରୁ ବଲୁଆ। ରେଖାଙ୍କିତ ଶବ୍ଦଟି କେଉଁ ବିଭକ୍ତି? ଅପସନ୍ ଖ ପଞ୍ଚମୀ। ନମ୍ବର 16 ପୂର୍ଣ୍ଣିମା ରାତିରେ ଚନ୍ଦ୍ର ଶୋଭା ପାଏ। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ସପ୍ତମୀ ବିଭକ୍ତି। ନମ୍ବର 17 କାଳିଦାସ କବିମାନଙ୍କର ମଉଡ଼ମଣି। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ କ ଷଷ୍ଠୀ। ନମ୍ବର 18 ଦେଶରୁ ବିଦେଶୀମାନେ ଚାଲିଗଲେ। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ ଗ ପଞ୍ଚମୀ। ନମ୍ବର 19 ମୁନିବ ଭୃତ୍ୟ ଦ୍ୱାରା ପାଣି ଅଣାଇଲେ। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ତୃତୀୟା। ତୃତୀୟ ବିଭକ୍ତି ହେଉଛି କରଣ ଯାହାଦ୍ୱାରା ଆମେ କ୍ରିୟା ସାଧନ କରାଯାଏ। ମୁନିବ ଦ୍ୱାରା ଏହା କାର୍ଯ୍ୟ ସାଧନ କରାଯାଇଛି। ନମ୍ବର 20 ମଦନକୁ ତରକାରୀ ରୁଚୁନାହିଁ। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଚତୁର୍ଥୀ। ନମ୍ବର 21 10 ଟଙ୍କାରେ ଗୋଟିଏ କଲମ। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ତୃତୀୟା। ନମ୍ବର 22 ଯଦୁ ମଧୁଠାରୁ ବୁଦ୍ଧିମାନ। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ ଖ ପଞ୍ଚମୀ। ନମ୍ବର 23 ନିର୍ବାଚନ ଗ୍ରାମେ ଗ୍ରାମେ ପ୍ରଚାର ହେଉଛି। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ ଖ ସପ୍ତମୀ। ନମ୍ବର 24 ପରେଶର ପାଦ। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ କ ଷଷ୍ଠୀ। ନମ୍ବର 25 ସ୍ୱର୍ଗକୁ ନିଶୁଣି ନାହିଁ। ରେଖାଙ୍କିତ ପଦଟି କେଉଁ କେଉଁ
ଅର୍ଥରେ ଚତୁର୍ଥୀ ବିଭକ୍ତି ହୋଇଛି। ଅପସନ୍ ଗ ହେବ ନିମିତ୍ତାର୍ଥେ। ନମ୍ବର 26 ଦିନକୁ ଦିନ ପରିବା ଦର ବଢ଼ୁଛି। ରେଖାଙ୍କିତ ପଦ କେଉଁ ଅର୍ଥରେ ଦ୍ୱିତୀୟ ବିଭକ୍ତି ହୋଇଛି? ଅପସନ୍ ଖ ହେବ କରେକ୍ଟ ଆନ୍ସର୍ ବିପ୍ସା ଅର୍ଥରେ। ନମ୍ବର 27 ଯୌତୁକକୁ ସମସ୍ତେ ଘୃଣା କରିବା ଉଚିତ। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ ଖ ଦ୍ୱିତୀୟ। ନମ୍ବର 28 ଥରକୁ ଥର ତମେ କଥା ବଦଳାଉଛ କାହିଁକି? ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ ଗ ଦ୍ୱିତୀୟ। ନମ୍ବର 29 ଶିଶୁଟି ଭୋକରେ କାନ୍ଦୁଛି। ରେଖାଙ୍କିତ ପଦଟି ତୃତୀୟ ବିଭକ୍ତି ନିର୍ଣ୍ଣୟ କର। କେଉଁ ଅର୍ଥରେ ତୃତୀୟ ବିଭକ୍ତି ନିର୍ଣ୍ଣୟ କର? ଅପସନ୍ କ ହେବ ହେତୁ ଅର୍ଥରେ। ନମ୍ବର 30 ଲୋକଟି ପିଠିରେ କୁଜା। ରେଖାଙ୍କିତ ପଦଟି କେଉଁ ଅର୍ଥ ତୃତୀୟ ବିଭକ୍ତି ହୋଇଛି? ଏହାର ଅପସନ୍ ହେବ ଖ ଅଙ୍ଗ ବିକାରରେ। ଅଙ୍ଗ ବିକାରେ। ନମ୍ବର 31 ଦୁଷ୍ଟକୁ ବିଶ୍ୱାସ କର ନାହିଁ। ରେଖାଙ୍କିତ ପଦଟିର ବିଭକ୍ତି ନିର୍ଣ୍ଣୟ କର। ଅପସନ୍ ଗ ଦ୍ୱିତୀୟ। 32 ନମ୍ବର ଶିକାରୀଟିଏ ଧନୁରେ ପକ୍ଷୀକୁ ବଧ କଲା। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ତୃତୀୟ। ନମ୍ବର 33 ବକ୍ତାଙ୍କ ଭାଷଣ ସମସ୍ତଙ୍କୁ ଭଲ ଲାଗିଲା। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ ଖ ହେବ ଚତୁର୍ଥୀ। ନମ୍ବର 34 ତୁମ ଡାକରୁ ମୁଁ ଧାଇଁ ଆସିଛି। କେଉଁ କାରଣରୁ ରେଖାଙ୍କିତ ପଦଟି ପଞ୍ଚମୀ ବିଭକ୍ତି ହୋଇଛି? ଅପସନ୍ କ ହେବ ଅସମାପିକା କ୍ରିୟା ଲୋପରୁ। ନମ୍ବର 35 ବୀଜରୁ ବୃକ୍ଷର ଉତ୍ପତ୍ତି ଘଟେ। ରେଖାଙ୍କିତ ପଦଟି କେଉଁ କାରଣରୁ ପଞ୍ଚମୀ ବିଭକ୍ତି ହୋଇଛି? ଅପସନ୍ ଖ ହେବ ଆବିର୍ଭାବ ଓ ଉତ୍ପତ୍ତି। କ୍ଲିୟର। ନମ୍ବର 36 ଈଶ୍ୱର ଆମ୍ଭମାନଙ୍କୁ ବିପଦରୁ ରକ୍ଷା କରନ୍ତି। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ ଗ ହେବ ପଞ୍ଚମୀ। ନମ୍ବର 37 ଗାନ୍ଧୀଜୀ ଆମ ଦେଶକୁ ପରାଧୀନରୁ ମୁକ୍ତ କଲେ। ରେଖାଙ୍କିତ ପଦଟି କେଉଁ ଅର୍ଥରେ ପଞ୍ଚମୀ ବିଭକ୍ତି ହୋଇଛି? ଅପସନ୍ କ ହେବ ରକ୍ଷାତ୍ମକ। ନମ୍ବର 38 କୃପଣକୁ ଧିକ୍। ଧିକ୍ ଶବ୍ଦ ଯୋଗେ କେଉଁ ବିଭକ୍ତି ହୋଇଛି? ଅପସନ୍ ଗ ଦ୍ୱିତୀୟା। ନମ୍ବର 39 ଲୋଭରୁ ମୃତ୍ୟୁ ହୁଏ। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ କ ପଞ୍ଚମୀ। ନମ୍ବର 14 10 ଟଙ୍କାରେ କିଲେ ଆଲୁ ମିଳେ। ରେଖାଙ୍କିତ ଶବ୍ଦଟି କେଉଁ ବିଭକ୍ତି? ଅପସନ୍ ଗ ତୃତୀୟା। ନମ୍ବର 41 ଦିନକୁ ଦିନ ରୋଗୀଟିର ଅବସ୍ଥା ଖରାପ ହେଉଛି। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ କ ଦ୍ୱିତୀୟା। 42 ନମ୍ବର 7 ଦିନର ଛୁଟି। ରେଖାଙ୍କିତ ଶବ୍ଦଟି କେଉଁ ବିଭକ୍ତି? ଅପସନ୍ ଖ ଷଷ୍ଠୀ ବିଭକ୍ତି। 43 ନମ୍ବର ତାଙ୍କର ଓଡ଼ିଆ ଭାଷାରେ ଜ୍ଞାନ ଅଛି। ରେଖାଙ୍କିତ ଶବ୍ଦଟି କେଉଁ ବିଭକ୍ତି? ଅପସନ୍ ଘ ହେବ ସପ୍ତମୀ। ନମ୍ବର 44 ନବୀନକୁ ଛେନା ଭଲ ଲାଗେ ନାହିଁ। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ କ ଚତୁର୍ଥୀ।
ନମ୍ବର 45 ଠାବେ ଠାବେ ଉତ୍ସବ ଲାଗିଛି। ରେଖାଙ୍କିତ ଶବ୍ଦଟି କେଉଁ ବିଭକ୍ତି? ଅପସନ୍ ଖ ସପ୍ତମୀ ବିଭକ୍ତି। ନମ୍ବର 46 ସଂସାର କ୍ଷଣକୁ କ୍ଷଣ ବଦଳୁଛି। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ କ ଦ୍ୱିତୀୟ ବିଭକ୍ତି। 47 ନମ୍ବର ବଳଠାରୁ ବୁଦ୍ଧି ବେଶୀ ଦରକାର। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ କ ପଞ୍ଚମୀ ବିଭକ୍ତି। ଏଠାରେ 48 ନମ୍ବର 48 ନମ୍ବର ଏଠାରେ ଶୁଣିବାକୁ କେହି ନାହାନ୍ତି। ରେଖାଙ୍କିତ ପଦଟି କେଉଁ ଅର୍ଥରେ ଚତୁର୍ଥୀ ବିଭକ୍ତି ହୋଇଛି? ଏହାର କରେକ୍ଟ ଆନ୍ସର୍ ହେବ ଖ ନିମିତ୍ତ ଅର୍ଥରେ। 49 ନମ୍ବର ତମେ ସାର୍ଟକୁ କନା କିଣିଲଣି। ତମେ ସାର୍ଟକୁ କନା କିଣିଲଣି। ରେଖାଙ୍କିତ ପଦଟି କେଉଁ ଅର୍ଥରେ ଚତୁର୍ଥୀ ବିଭକ୍ତି ହୋଇଛି? ଏହାର କରେକ୍ଟ ଆନ୍ସର୍ ହେବ ଅପସନ୍ ଖ ନିମର୍ଥାର୍ଥେ। ନିମିତ୍ତାର୍ଥେ ଅପସନ୍ 49ର 50 ନମ୍ବର କ୍ୱେଶ୍ଚିନ୍ କ୍ରିକେଟରେ ଭାରତ ପାକିସ୍ତାନ ଠାରୁ ପରାଜିତ। ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଅପସନ୍ ଖ ପଞ୍ଚମୀ ବିଭକ୍ତି।